ନାଗଚମ୍ପା ଗଛକୁ ଭଲ ବଢ଼ିବା ପାଇଁ ଆପଣ କ'ଣ ଦେବେ? ଯାହାଦ୍ୱାରା ଗଛ ଭଲ ବଢ଼ିବ ଆଉ ଫୁଲ ବି ମଧ୍ୟ ପ୍ରଚୁର ମାତ୍ରାରେ ମିଳିବ। ମୋର ଏଠି ଦେଖିପାରୁଥିବେ ବାରମ୍ବାର ପ୍ରୁନିଂ କରିବା ଯୋଗୁଁ ନାଗଚମ୍ପା ଗଛଟା ବହୁତ ବାଙ୍ଗରା ହେଇକି ଫୁଲ ମଧ୍ୟ ସେଥିରେ ଫୁଟୁଛି। ଆଉ ଏଇଟା ବହୁତ ଛୋଟ କୁଣ୍ଡରେ ଲାଗିଛି। ନାଗଚମ୍ପା ଗଛ ଯେଉଁ ମାସରେ ଗ୍ରୋଥ୍ କରେ ସେଇ ମାସ ଯେମିତି ପ୍ରତ୍ୟେକ 2ରୁ 3 ମାସରେ କମ୍ପୋଷ୍ଟ ଦେବେ। ଯାହାକୁ ଆପଣ ଘରେ ବନେଇଥିବେ ଯେମିତିକା ଭର୍ମି କମ୍ପୋଷ୍ଟ। ଭର୍ମି କମ୍ପୋଷ୍ଟ ଦେଇପାରିବେ ନହେଲେ ଖାଲି ଶୁଖିଲା ପତ୍ରରୁ ଯେଉଁ ଖତଟା ତିଆରି କରାଯାଏ ତାକୁ ବି ମଧ୍ୟ ଆପଣ ଦେଇପାରିବେ। ସେଥିରେ ବି ମଧ୍ୟ ଆମ ଗଛକୁ ନ୍ୟୁଟ୍ରିସନ୍ ଆଉ ପୋଟାସିୟମ୍ ମିଳେ। ଖତ ତ ଏମିତିରେ ବହୁତ ପ୍ରକାର ଥାଏ, ତ ଆପଣଙ୍କୁ ତା ଭିତରୁ 8-10ଟା ଖତ ଆଜି କେମିତି କ'ଣ ମୁଁ ବନେଇଥାଏ ଆପଣଙ୍କୁ କହିଦେଉଛି। କୋଉଥିରେ କୋଉଥିରେ ଆମେ ଖତ ବନେଇକି ଗଛର ଗ୍ରୋଥକୁ ବଢ଼େଇ ପାରିବା, ବରାବର ନ୍ୟୁଟ୍ରିସନ୍ ଯୋଗାଇବା ସହିତ କଢ଼ ବାହାରିବାରେ ସାହାଯ୍ୟ କରିପାରିବା। ପ୍ରଥମେ ତ ଆମେ ଖତ ଯେଉଁ ବନାନ୍ତି ସେଇଟା ଶୁଖିଲା ପତ୍ରରୁ ବି ବନେଇକି ଆମେ ଗଛରେ ଦେଇପାରିବା। ଯେମିତିକି ମୁଁ ଆପଣଙ୍କୁ କହିଥିଲି ଆଜି ସକାଳର ଗୋଟେ ଭିଡ଼ିଓରେ ସର୍ଟ କ୍ଲିପ୍ଟେ ଛାଡ଼ିଥିଲି କିଛି ମୁଁ ଶୁଖିଲା ପତ୍ରରୁ ଖତ ତିଆରି କରିବା ଭିଡ଼ିଓ। ଆମେ ଶୁଖିଲା ପତ୍ରରୁ ଖତ ବି ତିଆରି କରିପାରିବା। ଗାଈ ଗୋବରକୁ ଶୁଖେଇକି ମଧ୍ୟ ତା ଦେହରୁ ବି ଖତ ତିଆରି କରିକି ଗଛର ଗ୍ରୋଥକୁ ବଢ଼େଇ ପାରିବା। ତା ଛଡ଼ା କଞ୍ଚା ପତ୍ରରୁ ବି ମଧ୍ୟ ଶୁଖେଇକି ତାକୁ ବି ମଧ୍ୟ ଆମେ ଖତ ବନେଇ ପାରିବା। ସେଇଟା କିନ୍ତୁ ଆମେ ଟିକେ ତା'ର ପ୍ରୋସେସିଂ ଟିକେ ଅଲଗା। ଯେମିତି କ'ଣ କଞ୍ଚା ପତ୍ରକୁ ସେ ଖତ ହେଇଗଲା ପରେ ତାକୁ ପୁଣି ଶୁଖେଇବେ, ଶୁଖେଇକି ତାକୁ ପୁଣି ଚଲେଇବେ, ଚଲେଇକି ତାପରେ ତା'ର ପୁରା ଗୁଣ୍ଡ ଭାଗକୁ ଆପଣ ବ୍ୟବହାର କରିବେ। ତାପରେ ମନ୍ଦାର ବାସି ଫୁଲକୁ ବି ମଧ୍ୟ ଆମେ ଖତ ବନେଇ ପାରିବା। ମନ୍ଦାର ବାସି ଫୁଲକୁ ଆମେ ଦୁଇ ପ୍ରକାର ନେଇପାରିବା। ଯେମିତି ମନ୍ଦାର ବାସି ଫୁଲର ତା'ର ଡେମ୍ଫ ଗୁଡ଼ାକ ବାହାର କରିଦେବେ, ତାକୁ ପାଣିରେ ଭିଜେଇ ରଖିଦେବେ ରାତି ସାରା। ସକାଳୁ ତାକୁ ହେଉଛି କ'ଣ କରିବେ, ପାଣିରୁ ଛାଣିକି ପାଣିର ବ୍ୟବହାର ଆପଣ ଛୋଟ ଛୋଟ ଗଛରେ କରିବେ। ଆଉ ଯେତିକି ବାସି ଫୁଲ ଥିବ, ଯେତିକି ଆପଣଙ୍କର ମାନେ ବାହାର କରିଥିବେ ଫୁଲ ଗୁଡ଼ାକ, ତ ସେଇ ଫୁଲ ଗୁଡ଼ାକ ଆପଣ ଗଛର ମାଟି ଖୋଳିଦେବେ। ବଡ଼ ଗଛରେ ଆପଣ ତ ବଡ଼ ଗଛ ବୋଲି କ'ଣ ମନ୍ଦାର ଗଛ ହଉ, ଅପରାଜିତା ଗଛ କିମ୍ବା ଏମିତି ନାଗଚମ୍ପା ଗଛ, ତ ଏସବୁ ମାଟି ଟିକେ ସାଇଡ଼୍ କରିଦେବେ ତା'ର ଗଛକୁ ଚେର ଛାଡ଼ିକିରି। ତାପରେ ସେଇଠି ପୋତି ଦେବେ। ପୋତିକି ସେଇଟା ବି ମଧ୍ୟ ଦେଇପାରିବେ, ନହେଲେ ଏମିତି ମନ୍ଦାର ଫୁଲକୁ ନ ଭିଜିକି ବି ମଧ୍ୟ ଡାଇରେକ୍ଟ ବି ଦେଇପାରିବେ। ତ ଡାଇରେକ୍ଟ ଦେବା ସମୟରେ କିନ୍ତୁ ହଳଦୀ ଗୁଣ୍ଡ ଟିକେ ପକାଇବେ, କାହିଁକିନା ମନ୍ଦାର ବାସି ଫୁଲ ନା ଟିକେ ହେଉଛି ସେଠି ଫଙ୍ଗସ୍ ଲାଗି, ଯେଉଁଟାକି ଆମର ଆଣ୍ଟି ବ୍ୟାକ୍ଟେରିଆ ଲାଗିଥାଏ, ଯେଉଁଥିପାଇଁ ଗଛଟା ଟିକେ ଚେର ଉପରେ ଟିକେ ପ୍ରଭାବ ପକାଏ। ସେଥିପାଇଁ ହଳଦୀ ଗୁଣ୍ଡ ମିଶାଇ ଦେବେ, ଆପଣଙ୍କ ଗଛ ପୁରା ସୁସ୍ଥ ରହିବ। ତା ଛଡ଼ା ଆଉ ଗୋଟେ ଖତ ହେଇଥାଏ ଯେଉଁଟାକି ପନିପରିବା ଚୋପାରୁ ତିଆରି ଖତ, ଯାହାକୁ ଆମେ ଭର୍ମି କମ୍ପୋଷ୍ଟ କୁହନ୍ତି। ତ ସବୁଠାରୁ କିନ୍ତୁ ମୁଁ କହିବି ଭର୍ମି କମ୍ପୋଷ୍ଟ ଖତଟା ଆମ ଗଛ ପାଇଁ ଗୋଟେ ପ୍ରକାର ଅମୃତ, ଯେଉଁଥିରେ ମିନେରାଲ୍ସ ବି ଅଛି, ତା ସାଥିରେ ମ୍ୟାଗ୍ନେସିୟମର ମାତ୍ରା ଅଛି, ଫସ୍ଫରସ୍ ବି ମିଳିଥାଏ, ଆଉ ତା ସାଥିରେ ପୋଟାସିୟମର ମାତ୍ରା ବି ଥାଏ, ଯାହା ଆମ ଗଛର ବ୍ଲମିଂ ପାର୍ଟକୁ ବାହାରିବା ପାଇଁ ସାହାଯ୍ୟ କରେ। କେବଳ ସେତିକି ନୁହଁ, ମାଟିରେ ଥିବା ପିଏଚ୍କୁ କଣ୍ଟ୍ରୋଲ କରିବ ଆଉ ଗଛରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ। ସେଇଥିପାଇଁ ତ ଆମ ଗଛ ଏତେ ସୁନ୍ଦର, ଏତେ ଗ୍ରୋଥ୍ ଥାଏ। ଆପଣ ଏଇସବୁ ଖତ ଭିତରୁ କେଉଁ ଖତଟା ବ୍ୟବହାର କରନ୍ତି ଆପଣଙ୍କ ଗଛରେ ଜଣାଇବେ।